ପଦ୍ମବନ ନେମାଳରେ ଅନୁଷ୍ଠିତ ହେବାକୁ ଯାଉଛି ପବିତ୍ର ନେମାଳ ଯାତ୍ରା। କେତେ ସୁନ୍ଦର ଆଉ କେତେ ଭୟଙ୍କର ସେ ଅଲୌକିକ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସମାଧିସ୍ଥିତ ଦୃଶ୍ୟ। ସତରେ ସେ ଦୃଶ୍ୟକୁ ଦେଖିଲେ ଆଉ ଭାବିଲେ ମନ ଭିତରେ ଯେତିକି ଏକ ଅପୂର୍ବ ଶିହରଣ ସୃଷ୍ଟି ହୁଏ। ତେଣୁ ମାଳିକା ବର୍ଣ୍ଣିତ କଥା ଆମକୁ ଯେତିକି ଭୟଭୀତ କରିଥାଏ ସେତିକି ସଠିକ୍ ଦିଗ୍ଦର୍ଶନ ମଧ୍ୟ ଦେଇଥାଏ। ମାଳିକା ବର୍ଣ୍ଣିତ କଟକ ଜିଲ୍ଲାର ଚିତ୍ରୋତ୍ପଳା ନଦୀ କୂଳରେ ପଦ୍ମବନରେ କାହିଁ କେଉଁ କାଳରୁ ପୂଜା ପାଉଛନ୍ତି ପଞ୍ଚସଖା ବାବା ଅଚ୍ୟୁତାନନ୍ଦ। ସେ ଜ୍ୟେଷ୍ଠ ମାସ ଏକାଦଶୀ ତିଥି ଏବଂ ଦେବସ୍ନାନ ପୂର୍ଣ୍ଣିମା ଦିନ ନେମାଳ ପୀଠଠାରେ ସମାଧି ନେଇଥିଲେ। ତେଣୁ ଆଜି ସେ ପୀଠ ପଦ୍ମବନ ନାମରେ ପରିଚିତ। ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଆଜି ଦିନଠାରୁ ନେମାଳ ବଟରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ନିର୍ବାଣ ଯାତ୍ରା ବହୁ ଧୁମଧାମରେ ପାଳନ ହେଉଛି। ଏହି ପବିତ୍ର ଉତ୍ସବରେ ଦେଶରୁ ବିଭିନ୍ନ କୋଣରୁ ଅନୁକୋଣରୁ ବହୁ ସାଧୁସନ୍ଥ ମହାପୁରୁଷ ନେତା ମନ୍ତ୍ରୀ ପ୍ରଶାସନିକ ଅଧିକାରୀ ସହ ଅନେକ ଧାର୍ମିକ ବ୍ୟକ୍ତି ବିଶେଷ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ପୁରୀ ଜିଲ୍ଲା ନିମାପଡ଼ାର ନାଗବସ୍ତ ଗାଁର ରାଜେଶ୍ୱରୀ ମା ମଧ୍ୟ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମଠାରୁ 26 ତାରିଖ ପର୍ଯ୍ୟନ୍ତ ଚାଲିବା ସହିତ ଚିତ୍ରୋତ୍ପଳା ନଦୀ କୂଳରେ ବାଲିଯାତ୍ରା ମଧ୍ୟ ଅନୁଷ୍ଠିତ ହେବ ବୋଲି ଦେବୋତ୍ତର କଟକ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।